ସବୁ ଅପେକ୍ଷାର ଅନ୍ତ ଘଟିଲା। ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା ହିତାଧିକାରୀଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା। ହେଲେ ଆଜି ମହିଳାଙ୍କ ଆକାଉଣ୍ଟକୁ 1 ଟଙ୍କା ଆସିଛି। ଯଦି ଆପଣ ମଧ୍ୟ ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ପାଇନାହାନ୍ତି, ତେବେ ଶୀଘ୍ର ଯାଞ୍ଚ କରନ୍ତୁ ଆପଣଙ୍କ ମୋବାଇଲ। ରାଜ୍ୟରେ ମହିଳାମାନଙ୍କର ଅପେକ୍ଷାର ଅନ୍ତ ଘଟିଛି। ଯେଉଁମାନେ ଆକାଉଣ୍ଟକୁ ଟଙ୍କା ଆସିନଥିଲା ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି 1 ଟଙ୍କା ଆସିଲା ବୋଲି ସରକାର ଏନେଇ ପୂର୍ବରୁ ବଡ଼ ଘୋଷଣା କରିଥିଲେ। ରାଜ୍ୟରେ 40 ଲକ୍ଷ ହିତାଧିକାରୀଙ୍କୁ ସରକାର ସୁଭଦ୍ରା ଟଙ୍କା ପ୍ରଦାନ କରିବେ। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ଭାଗ ଆଉ ଗୋଟିଏ ଦିନ ପରେ ପ୍ରଦାନ କରାଯିବ। ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କ ଡାଟାବେସ୍ କରାଯିବା ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି। ତେବେ ପରୀକ୍ଷାମୂଳକ ଭାବେ ଆଜିଠାରୁ ସେହି ହିତାଧିକାରୀଙ୍କ 1 ଟଙ୍କା ଲେଖାଏଁ ପଠାଯାଉଛି। ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସୋମବାର ଓ ମଙ୍ଗଳବାର ଏହି 2 ଦିନ ଧରି ପରୀକ୍ଷାମୂଳକ ଭାବେ 1 ଟଙ୍କା ପଠାଯିବ। ବୁଧବାର ଦିନ ବାରିପଦାରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଏହି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଇଚ୍ ଚିପି ମହିଳାଙ୍କ ଆକାଉଣ୍ଟକୁ ପଠାଇବେ। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ 40 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିବ। ତେଣୁ ଯେଉଁମାନଙ୍କ ଆକାଉଣ୍ଟକୁ 1 ଟଙ୍କା ଲେଖାଏଁ ଯାଇଛି ସେମାନେ 9 ତାରିଖ ଦିନ ସୁଭଦ୍ରା ଟଙ୍କା ପାଇବେ ଫାଇନାଲ। ଅନ୍ୟପଟେ କେବଳ ଆଜି ନୁହଁ, ଆସନ୍ତାକାଲି ପର୍ଯ୍ୟନ୍ତ ମଧ୍ୟ ଏହି ଟଙ୍କାଟି ଏ ଆକାଉଣ୍ଟକୁ ପଠାଯିବ। ତେଣୁ ଚିନ୍ତା କରିବାର କୌଣସି କାରଣ ନୁହେଁ।